ଏବେ ଭାରତ ସରକାର ଭାରତରେ ଷ୍ଟାର୍ଲିଙ୍କ ଆରମ୍ଭ କରିବା ପାଇଁ ମଞ୍ଜୁରୀ ଦେଇଦେଇଛନ୍ତି। ଆପଣ ଭାବୁଥିବେ ବାଃ ବଢ଼ିଆ ହେଲା, ଷ୍ଟାର୍ଲିଙ୍କ ଭାରତରେ ଆରମ୍ଭ ହେଲେ ଆମ ଗାଁ ଗହଳିରେ ସୁବିଧାରେ ସବୁ ଇଣ୍ଟରନେଟ୍ ମିଳିଯିବ। କିନ୍ତୁ ଏବେ ଶୁଣନ୍ତୁ ଏହି ପ୍ରୋପାଗାଣ୍ଡା ପଛରେ କ'ଣ ସବୁ ଭୟଙ୍କର ଷଡ଼ଯନ୍ତ୍ର ଚାଲିଛି। ପ୍ରଥମ ଷଡ଼ଯନ୍ତ୍ର ହେଲା ମାନେ ଷ୍ଟାର୍ଲିଙ୍କ ନିଜର ସାଟେଲାଇଟ୍ ସବୁ 120ରୁ 200 କିଲୋମିଟର ଉପରେ ସ୍ଥାପନ କରୁଛି। ଯୋଉଠି ଆମର ଯୋଉ ସାଟେଲାଇଟ୍ ଅଛି ଯୋଉଟା ଇସ୍ରୋ ଯୋଉଟା ସବୁ ପଠଉଛି ସେ ସବୁ କମ୍ୟୁନିକେସନ୍ ସାଟେଲାଇଟ୍ ସବୁ 35,000 36,000 କିଲୋମିଟର ଉପରେ ସବୁ ସ୍ଥାପନ ହେଇଛି। ଆଜି ଯାଏଁ ଷ୍ଟାର୍ଲିଙ୍କ 10-12,000 ସାଟେଲାଇଟ୍ ଛାଡ଼ି ସାରିଛି। ଯେହେତୁ ସେ ସବୁ ମାତ୍ର 120ରୁ 200 କିଲୋମିଟର ଭିତରେ ସବୁ ଅଛନ୍ତି, ସେମାନେ ଆମ କମ୍ୟୁନିକେସନ୍ ସାଟେଲାଇଟ୍ର ସିଗ୍ନାଲରେ ସବୁ ଇଣ୍ଟରଫିୟରାନ୍ସ କରୁଛନ୍ତି। ଆପଣ ଭାବୁଥିବେ ଇଣ୍ଟରଫିୟର କଲେ କ'ଣ ହେଲା ସେଠୁ? ଧରିନିଅ ଆମର ଏବେ ପାକିସ୍ତାନ ସହିତ ଯୋଉଟା ଯୁଦ୍ଧ ହେବ। ଯଦି ଆମେରିକା ଚାହିଁବ ସେ ଷ୍ଟାର୍ଲିଙ୍କ ସାଟେଲାଇଟ୍ ଜରିଆରେ ଆମ କମ୍ୟୁନିକେସନ୍ ସାଟେଲାଇଟ୍ ସିଗ୍ନାଲ ସବୁ ବ୍ଲକ୍ କରିଦେବ। ତ ଆମକୁ ଶତ୍ରୁର ପୋଜିସନ୍ ଠିକ୍ ଜଣାପଡ଼ିବନି, ମାନେ ଶତ୍ରୁ କୋଉଠି ଅଛି ଆମେ ଠିକ୍ସେ ଜାଣିପାରିବାନି। ତ ଆମକୁ ଯୁଦ୍ଧ ଲଢ଼ିବାରେ ଆମକୁ ମୁସ୍କିଲ ହେବ। ସେକେଣ୍ଡ ଷଡ଼ଯନ୍ତ୍ର ହେଲା ଦୁନିଆରେ ଆପଣ ଦେଖିବେ ଯୋଉଠି ଯୋଉ କନଫ୍ଲିକ୍ଟ ଷ୍ଟାର୍ଟ ହେଇଯାଉଛି ସେଠି ହଠାତ୍ ସେଠି ଷ୍ଟାର୍ଲିଙ୍କର ବ୍ୟବହାର ଏକ୍ସପୋନେନ୍ସିଆଲି ବଢ଼ିଯାଉଛି। ଯେମିତି ୟୁକ୍ରେନ୍ ହେଇଗଲା, ଇରାନ ହେଇଗଲା, ଭେନେଜୁଏଲା ହେଇଗଲା। ୟାର କାରଣ କ'ଣ ହୋଇପାରେ ଆପଣ କ'ଣ ଚିନ୍ତା କରୁଛନ୍ତି? ବାଂଲାଦେଶରେ ଗୋଟେ ମୋବାଇଲ କମ୍ପାନୀ ଅଛି, ତା ନାଁ ହେଉଛି ଗ୍ରାମୀଣ ଫୋନ୍। ଏଇଟା କାହାର ନା ସେ ଯେଉଁ ମହମ୍ମଦ ୟୁନୁସ୍ ଆପଣ ଶୁଣିଥିବେ ଯେ ଇଣ୍ଟରିମ୍ ଗଭର୍ଣ୍ଣମେଣ୍ଟରେ ଯେ ହେଡ୍ ଥିଲା, ତାରି କମ୍ପାନୀ ଏଇଟା। ସେ ଷ୍ଟାର୍ଲିଙ୍କ ସହିତ ତାର ଇଣ୍ଟରନେଟ୍ ସର୍ଭିସ୍ ପାଇଁକି ତାର ଗୋଟେ ଏଗ୍ରିମେଣ୍ଟ କରିଥିଲା। ତାପରେ ଦେଖିଲେ ଆପଣ ବାଂଲାଦେଶରେ କ'ଣ କ'ଣ ସବୁ ହେଲା, ତା ଗଭର୍ଣ୍ଣମେଣ୍ଟ ଚେଞ୍ଜ ହେଇଗଲା, ଦେଶ ଯାକ ଦଙ୍ଗା ମାଡ଼ିଗଲା। ଆପଣ ଚିନ୍ତା କରନ୍ତୁ ଯେଉଁ ଦେଶର ପର କ୍ୟାପିଟା ଇନକମ୍ ଯଦି ମାସକୁ ଯଦି ଆମେ କାଲକୁଲେଟ୍ କରିବା ତାଙ୍କର 20,000 ହେବ। ସେ ଦେଶରେ ମାନେ ଷ୍ଟାର୍ଲିଙ୍କର ଗୋଟେ ଅଛି ଟ୍ରାନ୍ସପଣ୍ଡର ତୁମକୁ କିଣିବାକୁ ପଡ଼ିବ, ସେଇଟା 34,000 ଟଙ୍କା ପଡ଼ିବ। ଆଉ ମାସକୁ ମାସ ତୁମକୁ ତା ବାବଦକୁ 8,000 ଦେବାକୁ ପଡ଼ିବ। ମାନେ ଭାବନ୍ତୁ ଯାହାର ପର କ୍ୟାପିଟା ଇନକମ୍ 20-21,000 ଯେ ରୋଜଗାର କରୁଛି, ସେ 34,000 ଦେଇକି କିଣିବ ଟ୍ରାନ୍ସପଣ୍ଡର କିଣିବ, ଆଉ ପୁଣି ମାସକୁ ମାସ 8,000 ଲେଖା ଦେବ। ଆପଣ ଚିନ୍ତା କରନ୍ତୁ ତାହେଲେ କ'ଣ ପାଇଁ ସେଇଟା ଏଗ୍ରିମେଣ୍ଟ ହେଇଥିଲା, ଆପଣ ଏବେ ଚିନ୍ତା କରନ୍ତୁ। ତୃତୀୟ ଷଡ଼ଯନ୍ତ୍ର ହେଲା ନର୍ଥ ଇଷ୍ଟରେ ଯେଉଁ ଦଙ୍ଗା ହେଇଥିଲା ମଣିପୁରରେ, ସେଥିରେ କିଛି ଆତଙ୍କବାଦୀ ଧରା ପଡ଼ିଥିଲେ, ତାଙ୍କ ପାଖରୁ ଷ୍ଟାର୍ଲିଙ୍କର ଟ୍ରାନ୍ସପଣ୍ଡର ମିଳିଥିଲା। ମାନେ ଆମକୁ କୁହାଯାଉଛି କି ଆମେ ରିମୋଟ୍ ଏରିଆରେ ଇଣ୍ଟରନେଟ୍ ପ୍ରୋଭାଇଡ଼ କରିବୁ, କିନ୍ତୁ ଆକ୍ଚୁଆଲି ଦେଖିଲେ ବିଶ୍ୱର ଯେତେ ପ୍ରକାର ସବୁ ଆତଙ୍କବାଦୀ ତନ୍ତ୍ର ସବୁ ଅଛନ୍ତି ତାଙ୍କ ଭିତରେ ଷ୍ଟାର୍ଲିଙ୍କ ପୁରା ପପୁଲାର ହେଇଯାଇଛି। ସେ ତେଲ ମାଫିଆ ହୁଅନ୍ତୁ କି କେଉଁ ଜଙ୍ଗଲ ଭିତରେ ରହିଲେ ବି, ସେ ଜାମ୍ମୁ କାଶ୍ମୀରର ଜଙ୍ଗଲ ହେଉ କି ନର୍ଥ ଇଷ୍ଟର ଜଙ୍ଗଲ ହେଉ, ସେ ଯେଉଁଠି ରହୁଛନ୍ତି ଷ୍ଟାର୍ଲିଙ୍କ ୟୁଜ୍ କରିକି ସେ କମ୍ୟୁନିକେଟ୍ କରୁଛନ୍ତି। ଇଣ୍ଡିଆରେ ଧରା ପଡ଼ିବେନି ବୋଲି ସେ କ'ଣ କରୁଛନ୍ତି ନା, ଧରିନିଅ ଫିଲିପିନ୍ସ ହେଇଗଲା କି ମ୍ୟାମାର ହେଇଗଲା କି ପାଖ ସବୁ ଦେଶରୁ ଷ୍ଟାର୍ଲିଙ୍କ କିଣୁଛନ୍ତି। ସେଠୁ ଆମର ଯେମିତି ମୋବାଇଲ ଯେମିତି ଆମେ ଧର ବାହାରକୁ ପଳେଇଲେ ଆମର ରୋମିଂ ଲାଗେ, ସେମିତି ରୋମିଂ ଷ୍ଟେଟ୍ରେ ତାକୁ ନେଇ ଆସୁଛନ୍ତି ଇଣ୍ଡିଆ ଭିତରକୁ ଆଣିକିନା କାମ ଚଲାଉଛି। ଯେତେବେଳେ ଇଣ୍ଡିଆ ଯେତେବେଳେ ଟ୍ରାକ୍ କରୁଛି ସେ ସବୁ ଇଣ୍ଡିଆରେ ଦେଖାଯାଉନି, ତାଙ୍କୁ ଧରିବା ଭାରି କଷ୍ଟ, କାରଣ ସେଟା ରୋମିଂରେ ଚାଲିଛି, ତାର ଅରିଜିନାଲ ଲୋକେସନ୍ ସବୁ ବାହାର ଦେଶ ଦେଖାଉଛି। ଚତୁର୍ଥ ଷଡ଼ଯନ୍ତ୍ର ହେଉଛି ଆପଣମାନେ ଏବେ ଶୁଣିଲେ ସାଇକୋଲୋଜିକାଲ ସବଭର୍ଜନର ଥାର୍ଡ ଷ୍ଟେଜ୍ ହେଉଛି ଆମର କ୍ରାଇସିସ୍ ବା ସିଭିଲ୍ ୱାର୍ ଷ୍ଟେଟ୍, ମାନେ ଦେଶବ୍ୟାପୀ ଦଙ୍ଗା ଫସାଦ ସବୁ ବ୍ୟାପିଯିବ। ପ୍ରଶାସନରୁ ଯଦି କେହି ଦେଖୁଛନ୍ତି ତେବେ ଏ କଥାରେ କନଫର୍ମ କରିବେ କି ଯେଉଁ ଜାଗାରେ ଦଙ୍ଗା ଫସାଦ ହୁଏ ସେଠି ପ୍ରଶାସନ ପକ୍ଷରୁ ପ୍ରଥମ ଷ୍ଟେପ୍ କ'ଣ ନିଆଯାଏ? ପ୍ରଶାସନ ପ୍ରଥମେ ସେଠି 144 ଲାଗୁ କରିବ ଆଉ ମୋବାଇଲ ଆଉ ଇଣ୍ଟରନେଟ୍ ସେବା ବନ୍ଦ କରିବ। କିନ୍ତୁ ଯେହେତୁ ଯଦି ଷ୍ଟାର୍ଲିଙ୍କ ଜଣେ ୟୁଜ୍ କରୁଛି ତାହେଲେ ସରକାର ଚାହିଁଲେ ବି ଇଣ୍ଟରନେଟ୍ ବନ୍ଦ କରିପାରିବେନି, କାରଣ ସେଟା ଡାଇରେକ୍ଟ ସାଟେଲାଇଟ୍ ସହିତ ମାନେ କନେକ୍ଟ ହେଇଛି। ତେଣୁକରି ସେଇଟା ଆମେରିକା ଇଚ୍ଛା ଉପରେ ନିର୍ଭର କରିବ। ମାନେ ଆମେରିକା ଚାହିଁଲେ ନେଟ୍ ବନ୍ଦ ହେବ, ଅନ୍ ରହିବ। ମାନେ ମୁଁ ଏଇଟା ବୁଝିପାରୁନି ଗଭର୍ଣ୍ଣମେଣ୍ଟ ଏତେ ସାଟେଲାଇଟ୍ ଫୋନ୍ ଉପରେ ଏତେ ରେଷ୍ଟ୍ରିକ୍ସନ୍ ଲଗେଇଛି, କିନ୍ତୁ ଷ୍ଟାର୍ଲିଙ୍କ କେମିତି ଆଲାଉ କରୁଛନ୍ତି ଆସିବ।